ପୂର୍ବ ଭିଡ଼ିଓରେ ଆମେ ଦେଖିଥିଲୁ ଯେ କିପରି ଠେକୁଆ ତା ପ୍ଲାନ୍ରେ ଭାସୁରକ ସିଂହକୁ ଫସେଇଛି ଏବଂ ସେ କହିଛି ଯେ ଆମେ ରାସ୍ତାରେ ଆସୁ ଆସୁ ଆଉ ଗୋଟେ ବଡ଼ ସିଂହ ବାହାରିଲା ଏବଂ ସେ କହିଲା ମୁଁ ହେଉଛି ଏ ବଣର ରାଜା, ଭାସୁରକ ସିଂହ ହେଉଛି ଗୋଟେ ଚୋର, ଆଉ ଯଦି ସେ ରାଜା ତେବେ ତାକୁ ଏଠାକୁ ନେଇ ଆସ, ଆଉ ଆମମାନଙ୍କ ଭିତରେ ଯୁଦ୍ଧ ହେବ, ଆଉ ଯୁଦ୍ଧରେ ଯିଏ ଜିତିବ ସେ ହେବ ଏ ବଣର ରାଜା। ତ ଏହା ଯାଇଥିଲା, ଆଗକୁ ଆମେ ଦେଖିବା କ'ଣ ହେଉଛି। ଅଥ ଶୋଷକ ଆହ, ଏହାପରେ ଠେକୁଆ କହିଲା ଯଦେବଂ ତଦାଗଚ୍ଛତୁ ସ୍ୱାମୀନ୍, ନା ହେ ସ୍ୱାମୀନ୍ ବା ହେ ଭଗବାନ। ତ ଯେତେବେଳେ ସେ ଭାସୁର ସିଂହ କହିଲା ଯଦି ଏଇଭଳି ତାହେଲେ ତୁମେ କ'ଣ କର, ମୋତେ ସେ ଯେଉଁ ଚୋର ସିଂହକୁ ଦେଖାଅ, ଯାହାଦ୍ୱାରା କି ମୁଁ ଯେଉଁ ମୃଗମାନଙ୍କ ପ୍ରତି ମୋର ଯେଉଁ ରାଗ ବା କ୍ରୋଧ ଅଛି ତ ତା ଉପରେ ସେଟାକୁ ଫୋପାଡ଼ିକି ବା ତାକୁ ମାରିକି ମୁଁ କ'ଣ କରିବି, ସୁସ୍ଥ ଅନୁଭବ କରିବି। ତାପରେ କ'ଣ କହିଲା, ତାହେଲେ ଠେକୁଆ କହିଲା ଠିକ୍ ଅଛି ସ୍ୱାମୀ। ତ ଯଦେବଂ ତଦାଗଚ୍ଛତୁ ସ୍ୱାମୀନ୍, ହେ ସ୍ୱାମୀନ୍ ବା ହେ ଭଗବାନ, ଯଦି ଏହା ତେବେ ଆପଣ ଆସନ୍ତୁ। ଏବଂ ଉକ୍ତ ଅଗ୍ରେ ଚଳିତଃ, ଏହା କହି ଆଗରେ ଆଗରେ ଠେକୁଆ ଚାଲିଲା। ତତଶ୍ଚ ପୂର୍ବଦୁଷ୍ଟ କୂପମାସାଦ୍ୟ ସ ଭାସୁରକ ମାହ ସ୍ୱାମୀନ୍, ନା ତାପରେ କ'ଣ ହେଲା, ସେ ଯେଉଁ ପୂର୍ବରୁ ସେ ଯେଉଁ କୂଅ ଦେଖିଥିଲା ସେ ପାଖକୁ ଯାଇକି ଟିକେ ଦୂରରେ ଥାଇକି କ'ଣ କଲା ନା ସେ ଭାସୁରକ ସିଂହକୁ କହିଲା ସ୍ୱାମୀନ୍, ହେ ସ୍ୱାମୀ, କୋହତେ ପ୍ରତାପଂ ସୌଢ଼ୁଂ ସମର୍ଥଃ, କୋତେ ପ୍ରତାପଂ ସୌଢ଼ୁଂ ସମର୍ଥଃ, ନା କ'ଣ କଲା ନା ଭାସୁର ସିଂହକୁ ସେଠି ଟେକୁଛି, କହୁଛି ହେ ସ୍ୱାମୀନ୍ ବା ହେ ଭଗବାନ, ତେ ଆପଣଙ୍କ ପ୍ରତାପ ସହିବା ପାଇଁ କିଏ ବା ସମର୍ଥ। ତ୍ୱାଂ ଦୃଷ୍ଟ୍ୱା ଦୂରତୋପି ସ ଚୌରସିଂହ ପ୍ରବିଷ୍ଟଃ ତ୍ୱଂ ଦୁର୍ଗମ। ତାପରେ କ'ଣ ହେଲା ନା ସେ କହିଲା ଯେ ଆପଣଙ୍କୁ ଦେଖି ସେ ଯେଉଁ ଚୋର ସିଂହଟି କ'ଣ କଲା ନା ଦୂରରୁ ଆପଣଙ୍କୁ ଦେଖି ସେ ସେଇ ଯେଉଁ ଦୁର୍ଗରେ କ'ଣ କଲା ନା ପଶିଗଲା। ତଦାଗଚ୍ଛତୁ ଯେନ ଦର୍ଶୟାମି, ଆପଣ ଆସନ୍ତୁ ଯେମିତିକି ମୁଁ ତାକୁ ଦେଖେଇ ପାରିବି। ଓଡ଼ିଆ ଦେଖିନିଅ। ଏହାପରେ ଠେକୁଆ କହିଲା ଯଦି ଏହିପରି ତେବେ ମହାଶୟ ଆସନ୍ତୁ। ଏହିପରି କହି ଆଗରେ ଗଲା। ତାପରେ ପୂର୍ବରୁ ଦେଖୁଥିବା କୂଅ ନିକଟରେ ପହଞ୍ଚି ସେ ଭାସୁରକକୁ କହିଲା, ହେ ସ୍ୱାମୀ, କିଏ ତୁମର ପ୍ରତାପ ସହିବାକୁ ସମର୍ଥ? ତୁମକୁ ଦେଖି ଦୂରରୁ ମଧ୍ୟ ସେହି ଚୋରସିଂହ ନିଜ ଦୁର୍ଗ ମଧ୍ୟରେ ପଶିଗଲାଣି। ତେବେ ଆସନ୍ତୁ, ଯାହା ଫଳରେ ମୁଁ ଦେଖାଇବି। ଏଇଠି ଦେଖିପାରୁଥିବ, ଏଇଠି ଦେଖ ଠେକୁଆ କୂଅ ପାଖକୁ ନେଇସିଛି ସିଂହକୁ। ଏଇଠି ଦେଖ, ଆମେ ଗ୍ରାମାଟିକାଲ ପରେ ଦେଖିବା। ତାପରେ ଦେଖ, ଭାସୁରକ ଆହ ଅରେ ଦର୍ଶୟମେ ତଦ୍ ଦୁର୍ଗମ। ତାପରେ ଭାସୁରକ ସିଂହ କହୁଛି ଆରେ ମୋତେ ସେ ଯେଉଁ ଦୁର୍ଗକୁ ଦେଖାଅ। ତଦନୁ ଶୋଷକେନ ଦର୍ଶିତ କୂପଃ, ତାପରେ ସେ ଠେକୁଆ କ'ଣ କଲା ନା ସେ କୂଅଟିକୁ ଦେଖେଇଦେଲା। ତତଃ ସୋପି ମୂର୍ଖ ସିଂହ କୂପ ମଧ୍ୟରେ ଆତ୍ମପ୍ରତିବିମ୍ବଂ ଜଳ ମଧ୍ୟ ଗତମ୍ ଦୃଷ୍ଟ୍ୱା ସିଂହନାଦ ମକରତ୍। ତାପରେ ସେ କ'ଣ ହେଲା ନା ତାହାପରେ ସେ ଯେଉଁ ମୂର୍ଖ ସିଂହ, ଯେଉଁ ଭାସୁରକ ସିଂହ କୂପ ମଧ୍ୟରେ ନିଜର ପ୍ରତିବିମ୍ବକୁ ଦେଖି କ'ଣ କଲା ନା ସିଂହନାଦ କଲା। ତାହାପରେ ତତଃ ପ୍ରତିଶବ୍ଦେନ କୂପ ମଧ୍ୟାତ୍ ଦ୍ୱିଗୁଣତର ନାଦଃ ସମୁତ୍ଥିତଃ। ତାପରେ କ'ଣ ହେଇଛି ନା ପ୍ରତିଶବ୍ଦରେ କୂଅରୁ ମଧ୍ୟ ସେ ଯେଉଁ ଦ୍ୱିଗୁଣତର ନାଦ ହେଲା, ମାନେ ଯେଉଁ ସିଂହ ନାଦ କରିଥିଲା ପୁଣି ସେଟା ଫେରି ଆସିଲା। ଅଥ ତେନ ସ୍ତଂ ଶତ୍ରୁ ମତ୍ୱା ଆତ୍ମାନଂ ସୋ ଉପରି ପ୍ରକ୍ଷିପ୍ୟ ପ୍ରାଣାଃ ପରିତ୍ୟକ୍ତାଃ। ତାପରେ ସେ କ'ଣ ହେଲା, ଏହାପରେ ସିଏ ତାକୁ ଶତ୍ରୁ ବୋଲି ମନେ କରି, ତ ନିଜର ପ୍ରତିବିମ୍ବକୁ ନିଜର ଶତ୍ରୁ ବୋଲି ମନେ କରି କ'ଣ ହେଲା ନା ସେ କୂଅକୁ ଡେଇଁ ପଡ଼ି ନିଜର ପ୍ରାଣତ୍ୟାଗ କଲା। ଶୋଷକୋପି ହୃଷ୍ଟମନାଃ ସର୍ବମୃଗାନ୍ ଆନନ୍ଦ୍ୟ ତୈଃ ସହ ଯଥା ସୁଖମ୍ ତତ୍ର ବନେ ନ୍ୟବସତ୍। ତାପରେ କ'ଣ ହେଇଛି, ଶୋଷକ ମଧ୍ୟ ଖୁସି ହେଇଗଲା ଏବଂ ସମସ୍ତ ମୃଗମାନଙ୍କ ସହିତ ମିଶି ସେଇ ବଣରେ ଯଥା ସୁଖରେ ରହିଲା ବା ସୁଖରେ
ବସବାସ କଲା। ଓଡ଼ିଆ ଦେଖିନେବ। ଭାସୁରକ କହିଲା, ରେ ମୋତେ ସେଇ ଦୁର୍ଗ ଦେଖେଇ ଦିଅ। ତାପରେ ଠେକୁଆ ସେଇ କୂଅଟି ଦେଖାଇଲା। ତାପରେ ସେଇ ମୂର୍ଖ ସିଂହ କୂଅ ମଧ୍ୟରେ ପାଣି ଭିତରେ ନିଜର ପ୍ରତିବିମ୍ବ ଦେଖି ସିଂହନାଦ କଲା। ତାପରେ ପ୍ରତି ଶବ୍ଦରେ କୂଅ ଭିତରୁ ଧ୍ୱନି ଦ୍ୱିଗୁଣିତ ହୋଇ ଉଠିଲା। ଏହାପରେ ସେ ତାକୁ ଶତ୍ରୁ ବୋଲି ମନେ କରି ତା ଉପରେ ଲମ୍ଫ ପ୍ରଦାନ କରି ପ୍ରାଣତ୍ୟାଗ କଲା। ଠେକୁଆ ମଧ୍ୟ ଆନନ୍ଦ ମନରେ ସବୁ ମୃଗଙ୍କୁ ଆନନ୍ଦିତ କରାଇ ସେମାନଙ୍କ ସହିତ ସୁଖରେ ବଣରେ ବାସ କଲା। ତାପରେ ଗ୍ରାମାଟିକାଲ ଆମେ ଦେଖିନେବା। ଦେଖ, ଶବ୍ଦାର୍ଥ ଅଥ ମାନେ ହେଉଛି ଏହାପରେ, ଆହ ମାନେ ହେଲା କହିଲା, ଯଦ୍ୟବ ମାନେ ହେଉଛି ଯଦି ଏହିପରି, ତଦା ମାନେ ତେବେ, ଆଗଚ୍ଛତୁ ଆସନ୍ତୁ, ସ୍ୱାମୀ ରାଜା, ଏବଂ ଏହିପରି, ଉକ୍ତ୍ୱା ଏଟା ଓ ହବନି, ଉକ୍ତ୍ୱା କହି, ଅଗ୍ରେ ଆଗରେ, ଚଳିତଃ ଚାଲିଲା, ତତଃ ତାପରେ, ପୂର୍ବଂ ପୂର୍ବରୁ, ଆସାଦ୍ୟ ପାଇ, କହ କିଏ, ତେ ତୁମର, ଷଢ଼ୁମ୍ ଏଟା ହେଇଯିବ ଷଢ଼ୁମ୍ ଷଢ଼ୁମ୍ ସହିବାକୁ, ଦୃଷ୍ଟ୍ୱା ଦେଖିକରି, ଦୂରତେ ଦୂରରୁ, ସ୍ୱଂ ନିଜ, ଦର୍ଶୟାମି ଦେଖାଇବି। ସନ୍ଧି ବିଚ୍ଛେଦ ଦେଖିନେବା। ଯଦ୍ଦେବଂ ଯଦି ଯୁକ୍ତ ଏବଂ, ଯଦ୍ଦେବଂ, ତଦାଗଚ୍ଛତୁ ତଦା ଯୁକ୍ତ ଆଗଚ୍ଛତୁ ତଦାଗଚ୍ଛତୁ, ଏବଂ ମୁକ୍ତାଗ୍ରେ, ଏବଂ ଯୁକ୍ତ ଉକ୍ତ୍ୱା ଯୁକ୍ତ ଅଗ୍ରେ, ଏବଂ ମୁକ୍ତାଗ୍ରେ, ତତଶ୍ଚ ତତଃ ଯୁକ୍ତ ଚ ତତଶ୍ଚ, ପୂର୍ବଦୁଷ୍ଟ କୂପମ୍ ଆସାଦ୍ୟ, ପୂର୍ବଦୁଷ୍ଟ କୂପମ୍ ଯୁକ୍ତ ଆସାଦ୍ୟ, ପୂର୍ବଦୁଷ୍ଟ କୂପମ୍ ଆସାଦ୍ୟ, ଭାସୁରକ ମାହ, ଭାସୁରକମ୍ ଯୁକ୍ତ ଆହ, ଭାସୁରକମ୍ ଆହ, ଦୂରତ ଅପି, ଦୂରତ ଅପି, ଦୂରତଃ ଯୁକ୍ତ ଅପି, ଦୂରତ ଅପି। ସକାରଣ ବିଭକ୍ତି ଦେଖିବା। ଶଶକ କର୍ତ୍ତରୀ ପ୍ରଥମା, କୂପମ୍ କର୍ମଣି ଦ୍ୱିତୀୟା, ଭାସୁରକମ୍ କର୍ମଣି ଦ୍ୱିତୀୟା, ସ୍ୱାମୀନ୍ ସମ୍ବୋଧନେ ପ୍ରଥମା, ତେ ଶେଷେ ଷଷ୍ଠୀ, ପ୍ରତାପମ୍ କର୍ମଣି ଦ୍ୱିତୀୟା, ତ୍ୱାମ୍ କର୍ମଣି ଦ୍ୱିତୀୟା, ଦୁର୍ଗମ୍ କର୍ମଣି ଦ୍ୱିତୀୟା। ତାପରେ ଶବ୍ଦାର୍ଥ ଦେଖିନେବା। ଆହ ମାନେ ହେଉଛି କହିଲା, ଦର୍ଶୟ ଦେଖାଅ, ତତ୍ ସେହି, ଅନୁ ପଛରେ, ତତଃ ତାପରେ, ସୋପି ସେ ମଧ୍ୟ, ଆତ୍ମପ୍ରତିବିମ୍ବମ୍ ନିଜ ଛାୟାକୁ, ସିଂହନାଦମ୍ ଗର୍ଜନ, ପ୍ରତିଶବ୍ଦେନ ପ୍ରତିଧ୍ୱନି ଦ୍ୱାରା, ନାଦଃ ଧ୍ୱନି, ସମୁତ୍ଥିତଃ ଉଠିଲା, ଆତ୍ମାନମ୍ ନିଜକୁ, ଦୁଷ୍ଟମନାଃ ଆନନ୍ଦ ମନରେ, ଏଟା ଦୁଷ୍ଟମନା ଅଛି, ଏଟା ହୃଷ୍ଟମନା, ହରେରୁ ହୁରୁ, ହୃଷ୍ଟମନାଃ ଆନନ୍ଦ ମନରେ, ବନେ ବଣରେ, ନ୍ୟବସତ୍ ବାସ କଲା। ଏଇଠି ଦେଖିପାରିଥିବ, ଏଇଠି ଦେଖ, ସିଂହଟି କ'ଣ କଲା ନା କୂଅ ଭିତରେ ନିଜର ପ୍ରତିବିମ୍ବ ଦେଖିଲା। ଦେଖିଲା ପରେ ସେ କ'ଣ କରିଥିଲା, ଦ୍ୱିଗୁଣତର ନାଦ କରିଥିଲା। ତାପରେ ଏଇଟା ଦେଖ, ସେ ଡେଇଁକିରି ଏଠି ମରିଗଲା। ତାପରେ ସନ୍ଧି ବିଚ୍ଛେଦ। ତଦନୁ, ତଦଯୁକ୍ତ ଅନୁ, ତଦନୁ, ସଅପି ସହଯୁକ୍ତ ଅପି, ସଅପି, ସିଂହନାଦମ୍ ଅକରତ୍, ସିଂହନାଦମ୍ ଯୁକ୍ତ ଅକରତ୍, ସିଂହନାଦମ୍ ଅକରତ୍, ମତ୍ୱାତ୍ମନମ୍, ମତ୍ୱଯୁକ୍ତ ଆତ୍ମନମ୍, ମତ୍ୱାତ୍ମନମ୍, ତସ୍ୟ ଉପରି, ତସ୍ୟ ଯୁକ୍ତ ଉପରି, ତସ୍ୟ ଉପରି, ଶଶକ ଅପି, ଶଶକଃ ଯୁକ୍ତ ଅପି, ଶଶକ ଅପି, ସର୍ବମୃଗାନ୍ ଆନନ୍ଦ୍ୟ, ସର୍ବମୃଗାନ୍ ଯୁକ୍ତ ଆନନ୍ଦ୍ୟ, ସର୍ବମୃଗାନ୍ ଆନନ୍ଦ୍ୟ, ନ୍ୟବସତ୍ ନିଯୁକ୍ତ ଅବସତ୍, ନ୍ୟବସତ୍। ତାପରେ ସକାରଣ ବିଭକ୍ତି ଦେଖିବା। ମେ ସମ୍ପ୍ରଦାନେ ଚତୁର୍ଥୀ, ଶଶକେନ ଅନୁକ୍ତେ କର୍ତ୍ତରୀ ତୃତୀୟା, ସିଂହନାଦମ୍ କର୍ମଣି ଦ୍ୱିତୀୟା, ପ୍ରତିଶବ୍ଦେନ ହେତौ ତୃତୀୟା, କୂପମଧ୍ୟାତ୍ ଅପାଦାନେ ପଞ୍ଚମୀ, ନାଦଃ କର୍ତ୍ତରୀ ପ୍ରଥମା, ଶତ୍ରୁମ୍ କର୍ମଣି ଦ୍ୱିତୀୟା, ତସ୍ୟ ଉପରି ଶବ୍ଦ ଯୋଗେ ଷଷ୍ଠୀ, ତସ୍ୟ ଉପରି ଥିଲା ସେଠି, ତ ସେ ଯେଉଁ ଉପରି ଶବ୍ଦ ଲାଗିଛି ସେଥିପାଇଁ ଷଷ୍ଠୀ, ତୈହି ସହାର୍ଥେ ତୃତୀୟା, ବନେ ଅଧିକରଣେ ସପ୍ତମୀ।
ତ ଆଜି ପାଇଁ ଏତିକି ଥିଲା। ତ ଆମର ସିଂହ ଶଶ କଥା ଆଜି ସମାପ୍ତ ହେଇଗଲା। ଧନ୍ୟବାଦ।